ଗୋଟିଏ ରସୁଣ ହାତରେ ଧରି 3 ଥର ପଢ଼ି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର। ଗ୍ୟାରେଣ୍ଟି ଦେଉଛି ସୁନ୍ଦରୀରୁ ସୁନ୍ଦରୀ ଝିଅ ପଟିଯିବ। ବିବାହିତା ମହିଳା ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ହଁ ଦର୍ଶକ ବନ୍ଧୁ, ଯଦି ଆପଣ କେଉଁ ଝିଅ ବା ବିବାହିତା ମହିଳାକୁ ମନେ ମନେ ଭଲ ପାଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତା ପଛରେ ଗୋଡ଼େଇ ଗୋଡ଼େଇ ଥକିଗଲେଣି, ହେଲେ ସେ ଝିଅ ବା ମହିଳା ଆପଣଙ୍କୁ ଭାଉ ଦେଉନି, ଆପଣଙ୍କୁ ଅଣଦେଖା କରୁଛି, ଆଉ ଆପଣ ତାକୁ ପଟେଇବାକୁ ଚାହୁଁଛନ୍ତି, ତାକୁ ନିଜ ପ୍ରେମରେ ଦିବାନୀ କରିବାକୁ ଚାହୁଁଛନ୍ତି, ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଗୋଟିଏ ରସୁଣ ହାତରେ ଧରି 3 ଥର ପଢ଼ି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର। ତାପରେ ଦେଖିବେ ଚମତ୍କାର। ଆଜି ରାତିରେ ଶୋଇବା ପୂର୍ବରୁ ଆପଣ ଏହି ବିଧିକୁ କରିବେ। ସକାଳ ହେବା ମାତ୍ରେ ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ, ନହେଲେ ଆପଣଙ୍କୁ ଫୋନ୍ କରି ଭଲ ପାଉଛି ବୋଲି କହିବ। ଯେଉଁ ପଡ଼ିଶା ଘର ଭାଉଜର ସୁନ୍ଦରତାକୁ ଦେଖି ଆପଣ ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ପଟେଇ ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ସେ ଭାଉଜ ରାତିଦିନ ଘରକୁ ଡାକିବ, ଆଉ ଯାହା ଚାହିଁବେ ତାହା କରିବାକୁ ଦେବ। ଏହି ବଶୀକରଣ ବିଧି ଏତେ ଶକ୍ତିଶାଳୀ କି ଯିଏ ବି ଏହାକୁ କରିଛି 100ରୁ 100% ସଫଳ ହୋଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିଛି। ତେଣୁ ଆପଣ ବି ବିଶ୍ୱାସର ସହିତ ରାତିରେ ଶୋଇବା ପୂର୍ବରୁ ଗୋଟିଏ ରସୁଣ ହାତରେ ଧରି 3 ଥର ପଢ଼ି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର। ତାପରେ ଦେଖିବେ ଚମତ୍କାର। ଆପଣ ଯେଉଁ ଝିଅ ବା ବିବାହିତା ମହିଳାକୁ ମନେ ମନେ ଭଲ ପାଉଛନ୍ତି, ସିଏ ଅତି ସହଜରେ ପଟିଯିବ। ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ପାଗଳି ପରି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଦର୍ଶକ ବନ୍ଧୁ, ଏସ୍ ମନ୍ତ୍ର ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଏହି ବଶୀକରଣକୁ ପୂର୍ବରୁ କରିକି ଦେଖାଯାଇଛି। ହଜାର ହଜାର ଲୋକମାନେ ଏହି ବଶୀକରଣକୁ କରିକି ସଫଳ ହୋଇଛନ୍ତି। ନିଜ ପସନ୍ଦର ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇ ପାରିଛନ୍ତି। ବିବାହିତା ମହିଳାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛନ୍ତି। କେଉଁ ବି ପୁଅ ବା ଝିଅ ଏହି ବଶୀକରଣକୁ ଅତି ସହଜରେ କରିପାରିବେ। ନିଜ ଘରେ ବସିକି କରିପାରିବେ। ବିନା କୌଣସି ପଇସା ଖର୍ଚ୍ଚ କରି, ବିନା କୌଣସି ତନ୍ତ୍ର ମନ୍ତ୍ର କରି ନିଜ ପ୍ରେମକୁ ପାଇପାରିବେ, ନିଜ ପ୍ରେମକୁ ହାସଲ କରିପାରିବେ। ତେବେ ଏହି ବଶୀକରଣ ବିଧିକୁ ଆପଣ କିପରି କରିବେ, କେମିତି କରିବେ, ମୁଁ ଆପଣଙ୍କୁ ଶିଖାଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖାଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନର ସହିତ ଦେଖନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ବିଧିଟି ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ କି, ଯଦି ଆପଣ ଆମ ଚ୍ୟାନେଲକୁ ନୂଆକି ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ଆପଣ ସର୍ବପ୍ରଥମେ ଦେଖିପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର ଦିନ କରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ, ଗୋଡ଼, ମୁହଁ ଧୋଇକି ନାଲି ରଙ୍ଗର ଆସନ ପକାଇକି ଦକ୍ଷିଣ ଦିଗକୁ ମୁହଁ କରିକି ବସି ପଡ଼ିବେ। ତାପରେ ଗୋଟିଏ ରସୁଣ କୁଲା ଆଣିବେ। ସେ ରସୁଣ କୁଲାକୁ ଡାହାଣ ହାତରେ ମୁଠେଇକି ଧରିବେ, ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ମହିଳାକୁ ମନେ ମନେ ଭାବିବେ। ତାପରେ ଏହି ମନ୍ତ୍ରକୁ 3 ଥର ପଢ଼ିବେ। ଓମ୍ ଆମୁକମ୍ ଆକର୍ଷିୟଂ ଆକର୍ଷିୟଂ ସ୍ୱାହା। ଓମ୍ ଆମୁକମ୍ ଆକର୍ଷିୟଂ ଆକର୍ଷିୟଂ ସ୍ୱାହା। ଏହି ମନ୍ତ୍ରକୁ ଆପଣ 3 ଥର ପଢ଼ିବେ। ଏଠାରେ ଆମୁକମ୍ ଜାଗାରେ ଆପଣ ସେଇ ଝିଅ ବା ମହିଳାର ନାମ କହିବେ, ଯାହାକୁ ଆପଣ ପଟେଇବାକୁ ଚାହୁଁଛନ୍ତି। ମନ୍ତ୍ରକୁ ପଢ଼ି ସାରିବା ପରେ ଆପଣ ସେହି ରସୁଣ କୁଲାରେ ଗୋଟିଏ ଥର ଫୁଙ୍କି ଦେବେ। ତାପରେ ସେ ରସୁଣ କୁଲାକୁ ନିଜ ତକିଆ ତଳେ ରଖିକି ଶୋଇପଡ଼ିବେ।
ସକାଳୁ ଉଠିବା ମାତ୍ରେ ଆପଣ ସେହି ରସୁଣ ଗୁଲାକୁ ନିଜର ମୁଣ୍ଡ ଉପରେ 3 ଥର ବୁଲେଇ ଦେବେ। ତାପରେ ସେହି ରସୁଣ ଗୁଲାକୁ ନିଜ ପକେଟରେ କିମ୍ବା ମନି ପର୍ସରେ ରଖିଦେବେ। ତାପରେ ସେଇ ଝିଅ ବା ମହିଳାର ସାମ୍ନାକୁ ଯିବେ। ତାକୁ ଦେଖିବା ମାତ୍ରେ ଆପଣ ଏହି ମନ୍ତ୍ରକୁ ଗୋଟିଏ ଥର ପଢ଼ିଦେବେ। ଓମ୍ ଆମକମ୍ ଆକର୍ଷିୟଂ ଆକର୍ଷିୟଂ ସ୍ୱାହା। ସେହି ସମୟଠାରୁ ସେ ଝିଅ ହେଉ ବା ପଡ଼ିଶା ଘର ଭାଉଜ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।